ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍। ଆପଣମାନେ ସମସ୍ତେ ଜାଣିଥିବେ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ ଜାତୀୟ ପଦାର୍ଥରେ ଯାହାକି ଏମ୍ଏସ୍ପି ବୃଦ୍ଧି କରାଯାଇଛି ଏବଂ ତା ସହିତ ଯେଉଁ ମେନଲି ଆମେ ଦେଖିବା ଧାନର ଏମ୍ଏସ୍ପିରେ ବର୍ତ୍ତମାନ କେନ୍ଦ୍ର ସରକାର 72 ଟଙ୍କା ବୃଦ୍ଧି କରିଛନ୍ତି। ଅର୍ଥାତ୍ ପୂର୍ବରୁ ଯେଉଁ ଆପଣମାନଙ୍କର ଥିଲା 2300 ଟଙ୍କା, 2300 ଟଙ୍କା ପରେ ପୁଣି ଥରେ ସରକାରଙ୍କ ତରଫରୁ 69 ରୁପିଜ୍ ବଢ଼ାଯାଇଥିଲା ଏବଂ ପୁଣି ଥରେ ଆଉ 72 ଟଙ୍କା ଯାହାକି ଏକ୍ସଟ୍ରା ଆପଣମାନଙ୍କର ଏମ୍ଏସ୍ପିରେ ସରକାରଙ୍କ ତରଫରୁ ବୃଦ୍ଧି କରାଯାଇଛି। ତେଣୁ ଖରିଫ ଋତୁରୁ ଏମ୍ଏସ୍ପି ଆପଣମାନଙ୍କର ସରକାରଙ୍କ ତରଫରୁ ଯେଉଁଟାକି 72 ଟଙ୍କା ବୃଦ୍ଧି ହେଲା ଫଳରେ ରାଜ୍ୟ ସରକାର କିନ୍ତୁ ସେଇ ଏମ୍ଏସ୍ପି ବର୍ତ୍ତମାନ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ନାହାନ୍ତି। କାରଣ ଆପଣମାନେ ପୂର୍ବ ଥର ମଧ୍ୟ ଜାଣିଥିବେ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ 2300 ଟଙ୍କା ପ୍ଲସ୍ 800 ଟଙ୍କାର ଯେଉଁ ଆପଣମାନଙ୍କର ଇନପୁଟ୍ ସବସିଡି ସହିତ ମୋଟ 3100 ଟଙ୍କା ଆମ ରାଜ୍ୟରେ ପ୍ରଦାନ କରାଯାଉଛି। ଯେତେବେଳେ ଏମ୍ଏସ୍ପି ଆପଣମାନଙ୍କର 69 ରୁପିଜ୍ ବଢ଼ିଥିଲା, ସେ ସମୟରେ ଆମର 69 ରୁପିଜ୍ ଯେଉଁ ଇନପୁଟ୍ ସବସିଡିରୁ ମାଇନସ୍ କରାଯାଇଥିଲା ଏବଂ କେବଳ 3100 ଟଙ୍କା ପ୍ରଦାନ କରାଯାଉଥିଲା। ତେଣୁ ଏଥର ମଧ୍ୟ ସରକାରଙ୍କ ତରଫରୁ ସେହି ସମାନ ନିଷ୍ପତ୍ତି ନିଆଯାଇଛି ଏବଂ ଏନେଇ ଯାହାକି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେବ ତାଙ୍କର ମତ ରଖିଛନ୍ତି ଯେ ରାଜ୍ୟ ସରକାରଙ୍କ ତରଫରୁ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଧାନର ଯେଉଁ କୁଇଣ୍ଟାଲ ପିଛା 3100 ଟଙ୍କାରେ ହିଁ ଆପଣମାନଙ୍କର ଧାନ କ୍ରୟ ହେବ। ତେଣୁ ଇନପୁଟ୍ ସବସିଡିରୁ ପୁଣି ଥରେ 72 ଟଙ୍କା ଯାହାକି କଟିବା ପାଇଁ ଯାଉଛି। ତେଣୁ ଏହାରି ଉପରେ କ'ଣ ଅପଡେଟ୍ ରହିଛି ଆସନ୍ତୁ ସେ ବିଷୟରେ ଡିଟେଲ୍ସ ଆଲୋଚନା କରିବା। ତା ସହିତ ଚଳିତ ବର୍ଷ ରବି ଋତୁ ପାଇଁ ଯେଉଁ ଚାଷୀ ଭାଇ ଭଉଣୀମାନେ ପଞ୍ଜୀକରଣ କରିଥିଲେ, ବର୍ତ୍ତମାନ ସେମାନଙ୍କର ଯାହାକି ଟୋକନ ଆସିବା ଆରମ୍ଭ ହୋଇସାରିଛି। ତେଣୁ ଆପଣମାନେ ଯଦି ପଞ୍ଜୀକରଣ କରିଥିଲେ ତାହେଲେ ଟୋକନ ଆପଣମାନେ ନିଜ ମୋବାଇଲକୁ ଏସ୍ଏମ୍ଏସ୍ ମାଧ୍ୟମରେ ଚେକ୍ କରିପାରିବେ। ନହେଲେ ଆପଣମାନଙ୍କର ଯୋଉଟାକି ଅଫିସିଆଲ ଲିଙ୍କ ମଧ୍ୟ ରହିଛି ଯେଉଁଥିରେ ଆପଣମାନେ ନିଜର ଆଧାର ଫାର୍ମର ଆଇଡି ଦେଇ ମଧ୍ୟ ଯାହାକି ଓଟିପି ବେସ୍‌ରେ ଚେକ୍ କରିପାରିବେ। ସେ ବିଷୟରେ ଅଲରେଡି ମୁଁ ଗୋଟେ ଡିଟେଲ୍ସ ଭିଡ଼ିଓ ବନେଇଥିଲି। ଡେସ୍କ୍ରିପସନ୍‌ରେ ତାର ଲିଙ୍କ ଅଛି ସେଟା ଆପଣମାନେ ଦେଖିପାରିବେ କେମିତି ଆପଣମାନଙ୍କର ଟୋକନ ଚେକ୍ ହେବ। ଏବଂ ମନେ ରଖନ୍ତୁ ଚଳିତ ବର୍ଷ ବହୁତ ଚାଷୀ ଭାଇମାନଙ୍କର କମେଣ୍ଟ ଆସୁଛି ଯେ ଏଥର ଯୋଉ ଟୋକନ ଲିଷ୍ଟଟି ଆସିଛି ସେଥିରେ ବହୁତ କମ ପରିମାଣର ଯୋଉଟାକି ଟୋକନ ଆସୁଛି। ମେକ୍ସିମମ୍ ଚାଷୀଙ୍କର ପୂର୍ବ ବର୍ଷ ତୁଳନାରେ ଏ ବର୍ଷ କମ ପରିମାଣର ଟୋକନ ଆସିଛି। ତ ଯଦି ଆପଣମାନଙ୍କର ଟୋକନ ଆସିଛି ତାହେଲେ କେତେ ଟୋକନ ଆସିଛି ସେଟା ନିହାତି କମେଣ୍ଟ କରିବେ। ତା ପରବର୍ତ୍ତୀ ସମୟରେ ଆମେ ଗୋଟେ ଭିଡ଼ିଓ ମାଧ୍ୟମରେ କୁଇଣ୍ଟାଲ ପିଛା ଏଥର କେତେ ଟୋକନ ଆସିଛି ସେ ବିଷୟରେ ଡିସ୍କସନ୍ କରିବା। ଏବେ ଆସନ୍ତୁ ଯୋଉ ମେନ୍ ଟପିକଟି ରହିଛି ସେ ବିଷୟରେ କିଛି ଡିଟେଲ୍ସ ଜାଣିବା। ତ ଦେଖିପାରୁଥିବେ ଯୋଉ ଅପଡେଟଟି ବର୍ତ୍ତମାନ ପେପର ମାଧ୍ୟମରେ ଆସିଛି ଯେ ଧାନ ଉପରେ ଏମ୍ଏସ୍ପି ବୃଦ୍ଧି ପ୍ରସଙ୍ଗ କୁଇଣ୍ଟାଲ ପିଛା 3100 ଟଙ୍କାରୁ ଅଧିକ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ଯାହାକି ସୂଚନା ଦେଇଛନ୍ତି। ତେଣୁ କେନ୍ଦ୍ର ସରକାର ଧାନ ଉପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ବା ଏମ୍ଏସ୍ପି 72 ଟଙ୍କା ବଢ଼ାଇବା ପରେ ଓଡ଼ିଶା ପରିପ୍ରେକ୍ଷୀରେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେବ ପ୍ରତିକ୍ରିୟା ରଖିଛନ୍ତି। ଇନପୁଟ୍ ସବସିଡିରୁ 72 ଟଙ୍କା କମିବ। କେନ୍ଦ୍ର ସରକାର ଧାନ ଉପରେ ଯେତିକି ଏମ୍ଏସ୍ପି ବଢ଼ାଇଲେ ରାଜ୍ୟ ସରକାର ଇନପୁଟ୍ ସବସିଡିରେ ସେତିକି ଟଙ୍କା ବର୍ତ୍ତମାନ କାଟିବେ। ଅର୍ଥାତ୍ ଯେଉଁ 800 ଟଙ୍କା ପୂର୍ବରୁ ଆପଣମାନଙ୍କୁ ଦିଆଯାଇଥିଲା ସେଥିରୁ 69 ଟଙ୍କା କଟିଥିଲା। ପୁଣି ଆଉ ଥରେ 72 ଟଙ୍କା ଯୋଉଟାକି ଇନପୁଟ୍ ସବସିଡିରୁ କମିବ। ତେଣୁ ଧାନ ଉପରେ ଏମ୍ଏସ୍ପି ବୃଦ୍ଧି ପରେ ରାଜ୍ୟର ଚାଷୀ ଲାଭ ପାଇବେ କି ନାହିଁ ଥିବା ଦ୍ୱନ୍ଦ୍ୱକୁ ଯାହାକି ସରକାର ଦୂର କରିଛନ୍ତି। ସେ କହିଛନ୍ତି କୁଇଣ୍ଟାଲ ପିଛା ଚାଷୀଙ୍କୁ 3100 ଟଙ୍କାରୁ ଅଧିକ ଦିଆଯିବ ନାହିଁ। ଏମ୍ଏସ୍ପି ବୃଦ୍ଧି ପ୍ରସଙ୍ଗରେ କୌଣସି ପ୍ରଭାବ ଏହା ପକେଇବ ନାହିଁ। ତେଣୁ ରାଜ୍ୟ ସରକାର ନିଜ ବଜେଟରୁ 800 ଟଙ୍କା ଦେଉଥିଲେ ସେଥିରେ ଏହା କମିଯିବ। ଯାହା ବଢ଼ିଛି ଆମେ ତାକୁ ଅଧିକ ଦଉଛୁ। ତେଣୁ ଏମ୍ଏସ୍ପି ଯେତେ ବଢ଼ିଥାଉ 5 ବର୍ଷ ପର୍ଯ୍ୟନ୍ତ ଆମେ 3100 ଟଙ୍କାରେ କିଣିବୁ ବୋଲି କହିଥିଲୁ ଏବଂ କୃଷିମନ୍ତ୍ରୀ ତାହା ମଧ୍ୟ ସୂଚନା ଦେଇଛନ୍ତି। ଅର୍ଥାତ୍ ଆପଣମାନଙ୍କର ଯଦି ଏଇ 5 ବର୍ଷରେ ଏମ୍ଏସ୍ପି ଯଦି ଆପଣମାନଙ୍କର ବୃଦ୍ଧି ବି ହେଇ 2800 ହେଇଯିବ ବା 2900 ମଧ୍ୟ ହେଇଗଲେ ସରକାର ଆପଣମାନଙ୍କର 3100 ଟଙ୍କାରୁ ଗୋଟିଏ ଟଙ୍କା ଆପଣମାନଙ୍କୁ ଅଧିକା ଦେବେ ନାହିଁ। ଯୋଉଟାକି ଇନପୁଟ୍ ସବସିଡି ଆମ ରାଜ୍ୟ ସରକାର ନିଜ ତରଫରୁ ବହନ କରୁଥିଲେ ସେଟା ମଧ୍ୟ ସରକାର ବର୍ତ୍ତମାନ କମେଇ ଦେବେ। ଏହା ସହିତ ଦେଖନ୍ତୁ ୟାକୁ ନେଇ ବିଭିନ୍ନ ଜାଗାରେ ଆପଣମାନଙ୍କର ପ୍ରତିକ୍ରିୟା ଯାହାକି ଆସୁଛି। ଗଣମାଧ୍ୟମରେ ପୂର୍ବରୁ ମଧ୍ୟ ସୂଚନା ଆପଣମାନେ ଯାଇଥିବେ ଯେ ଗତ ବର୍ଷ ସରକାରଙ୍କ ତରଫରୁ 69 ଟଙ୍କା ବଢ଼ିଥିଲେ ମଧ୍ୟ ଆମ ରାଜ୍ୟ ସରକାର ଇନପୁଟ୍ ସବସିଡିରୁ 69 ଟଙ୍କା କଟେଇଥିଲେ। ପୁଣି ଥରେ ଚାଷୀଙ୍କୁ ଆଉ 72 ଟଙ୍କା ଯାହାକି କମେଇବା ପାଇଁ ପଡ଼ିବ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେହେତୁ ଆମର ରାଜ୍ୟ ସରକାରଙ୍କ ତରଫରୁ 800 ଟଙ୍କା ଇନପୁଟ୍ ସବସିଡି ମିଳୁଥିଲା, ତେଣୁ କେନ୍ଦ୍ର ସରକାର ଯେତେବେଳେ 72 ଟଙ୍କା ବୃଦ୍ଧି କରୁଛନ୍ତି ରାଜ୍ୟ ସରକାର କ'ଣ ପାଇଁ ତାଙ୍କର ଇନପୁଟ୍ ସବସିଡିରୁ 72 ଟଙ୍କା କମେଇବେ? ଏହାକୁ ନେଇ ବର୍ତ୍ତମାନ ଯାହାକି ଚାରିଆଡ଼େ ଚାଷୀମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।
ତେଣୁ ଆଗକୁ ଏହି ନିୟମ ମଧ୍ୟ ଚାଲୁ ରହିବ। ତେଣୁ ୟାକୁ ନେଇ ଆପଣମାନଙ୍କର କଣ ମତାମତ ଅଛି ନିହାତି କମେଣ୍ଟ ସେକ୍ସନରେ ଜଣାଇବେ। ଧନ୍ୟବାଦ।